ଶୁଣି 2 ଦିନ ପୂର୍ବରୁ ଗୋଲ୍ଡର ଦରଦାମ କିଛି ଅଲଗା ଥିଲା ଆଉ 2 ଦିନ ପରେ ଦରଦାମ କିଛି ଅଲଗା ହୋଇଯାଇଛି। ଏହି ଦରଦାମ ପରିବର୍ତ୍ତନ ପଛର କାରଣ ସମ୍ପର୍କରେ ଏହି ଭିଡ଼ିଓରେ ଆମେ ଦେଖିବା। ଦେଖନ୍ତୁ, ଅର୍ଥନୀତି ଅନୁଯାୟୀ କୌଣସି ବସ୍ତୁର ଦରଦାମ ଦୁଇଟି ମୁଖ୍ୟ କାରଣ ଉପରେ ନିର୍ଭର କରେ। ଗୋଟେ ହେଉଛି ଉତ୍ପାଦନ ଆଉ ଅନ୍ୟଟି ହେଉଛି ଚାହିଦା। ଯଦି ଚାହିଦା ଠାରୁ ଉତ୍ପାଦନର ମାତ୍ରା କମ୍ ହୁଏ ତେବେ ଦରଦାମରେ ବୃଦ୍ଧି ଦେଖାଯାଇଥାଏ। ଆପଣ ଜାଣନ୍ତି କି ଆର୍ଥିକ ବର୍ଷ 2023 ଡାଟା ଅନୁଯାୟୀ ଭାରତରେ 15 ଟନ୍ର ଗୋଲ୍ଡ ଉତ୍ପାଦନ ହୁଏ, ଯେତେବେଳେ ଚାହିଦା 747 ଟନ୍ର ଥାଏ। ଆମର ଉତ୍ପାଦନ ହେଉଛି ଭାରତରେ 15 ଟନ୍ର, କିନ୍ତୁ ଭାରତର ଚାହିଦା ଥାଏ 747 ଟନ୍ର। ଆଉ ଯଦି ମୋଟାମୋଟି କହିବା, ଉତ୍ପାଦନ ଠାରୁ ଚାହିଦା 50 ଗୁଣା 50% ଅଧିକ। ଉତ୍ପାଦନ ଯେତିକି ହେଉଛି ତାଠାରୁ 50% ଆମର ଚାହିଦା ରହୁଛି। ଆଉ ସେହି ଚାହିଦାକୁ ପୂରଣ କରିବା ପାଇଁ ଭାରତ କ'ଣ କରୁଛି ନା ଅନ୍ୟ ଦେଶରୁ ଗୋଲ୍ଡକୁ ଆମଦାନୀ କରୁଛି। ଯେମିତି ସବୁଠୁ ଅଧିକ ଗୋଲ୍ଡ ଆମଦାନୀ କରୁଛି ଭାରତ ସୁଇଜରଲ୍ୟାଣ୍ଡରୁ, ତାପରେ ୟୁଏଇରୁ, ୟୁନାଇଟେଡ୍ ଆରବ ଏମିରେଟ୍ସରୁ। ତ ଭାରତ ଗୋଲ୍ଡର ଚାହିଦା ପୂରଣ କରିବା ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରେ। ଚାଲନ୍ତୁ ଏବେ ଦେଖିବା ଗୋଲ୍ଡର ଦରଦାମକୁ କେଉଁ ଫ୍ୟାକ୍ଟର ପ୍ରଭାବିତ କରେ। ତ ପ୍ରଥମ ଫ୍ୟାକ୍ଟର ହେଉଛି ଇଣ୍ଟରନ୍ୟାସନାଲ ଗୋଲ୍ଡ ପ୍ରାଇସ୍, ଆନ୍ତର୍ଜାତିକ ସୁନା ଦର, ଯାହା ଲଣ୍ଡନ ବିଲିୟନ ମାର୍କେଟ ଆସୋସିଏସନ ଭଳି ସଂସ୍ଥା ଦ୍ୱାରା ସ୍ଥିର କରାଯାଇଥାଏ। ଲଣ୍ଡନ ବିଲିୟନ ମାର୍କେଟ ଆସୋସିଏସନ ଭଳି ସଂସ୍ଥା ଦ୍ୱାରା ଆନ୍ତର୍ଜାତିକ ଗୋଲ୍ଡ ପ୍ରାଇସ୍ ବା ସୁନା ଦରକୁ ସ୍ଥିର କରାଯାଇଥାଏ। ଆଉ ଏହି ସୁନା ଦର ଦିନକୁ 2 ଥର ସେଟ୍ ହୁଏ। କହିବାର ଅର୍ଥ, ସୁନା ଦରକୁ ଏମ୍ରେ ଥରେ ଧାର୍ଯ୍ୟ କରାଯାଏ ଆଉ ପିଏମ୍ରେ ଥରେ ଧାର୍ଯ୍ୟ କରାଯାଏ। ଇଏ ଥିଲା ଆମର ପ୍ରଥମ ଫ୍ୟାକ୍ଟର। ସେକେଣ୍ଡ ଫ୍ୟାକ୍ଟର ହେଉଛି ୟୁଏସ୍ ଡଲାରର ଷ୍ଟ୍ରେନ୍ଥ, ମୁଦ୍ରାସ୍ଫୀତି। ଦେଖନ୍ତୁ, ଏକ୍ଜାମ୍ପଲ୍ ଦେଉଛି, ଯଦି ୟୁଏସ୍ ଡଲାର ଯଦି ଗୋଟେ ଡଲାର 70 ଟଙ୍କା ହୁଏ, ତାହେଲେ ଆମେ ଯେତେବେଳେ $1000ର ଗୋଲ୍ଡ କିଣିବା ତାହେଲେ ଆମକୁ 70,000 ଟଙ୍କା ପଡ଼ିବ। ଯଦି ସେହି ସମୟରେ କିଛି ଦିନ ପରେ ଯଦି ୟୁଏସ୍ ଡଲାରର ଭ୍ୟାଲୁ, ଯଦି ଗୋଟେ ଡଲାରର ଭ୍ୟାଲୁ ଇଣ୍ଡିଆନ୍ କରେନ୍ସିରେ 80 ଟଙ୍କା ହେଇଗଲା, ତାହେଲେ ଆମେ $1000 ଗୋଲ୍ଡ କିଣିବା ପାଇଁ ଆମକୁ 80,000 ଟଙ୍କା ଦେବାକୁ ପଡ଼ିବ। ତ ଏଇ ଯେତେବେଳେ ମୁଦ୍ରାସ୍ଫୀତି ହୁଏ ବା ଡଲାରର ଭ୍ୟାଲୁ ବଢ଼ିଯାଏ, ସେତେବେଳେ ଆମକୁ ଗୋଲ୍ଡରେ ମାନେ ଗୋଲ୍ଡ ପ୍ରାଇସ୍ରେ ପରିବର୍ତ୍ତନ ଦେଖାଯାଏ। ଆପଣ ଜାଣନ୍ତି କି ଏବେ ଗୋଟେ ଡଲାରର ଇଣ୍ଡିଆନ୍ ଭ୍ୟାଲୁରେ ବା ଇଣ୍ଡିଆନ୍ କରେନ୍ସିରେ ଭ୍ୟାଲୁ ହେଉଛି, ଗୋଟେ ଡଲାରର ଭ୍ୟାଲୁ ହେଉଛି 92 ଟଙ୍କା ପାଖାପାଖି 92 ଟଙ୍କା, ଯେଉଁଟା ଆଜି ପର୍ଯ୍ୟନ୍ତର ସବୁଠୁ ଅଧିକ ଭ୍ୟାଲୁ। ଇଏ ଥିଲା ସେକେଣ୍ଡ ଫ୍ୟାକ୍ଟର। ଏବେ ଦେଖିବା ଥାର୍ଡ଼ ଫ୍ୟାକ୍ଟର, ଯେଉଁଟାକି ଜିଓପଲିଟିକ୍ସ। ଜିଓପଲିଟିକ୍ସ ମାନେ ଭୌଗୋଳିକ ରାଜନୀତି। ଯେତେବେଳେ ଭୌଗୋଳିକ ରାଜନୀତିରେ ଅସ୍ଥିରତା ଦେଖାଯାଏ, ଏହାର ଫଳସ୍ୱରୂପ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହୋଇଥାଏ। ଯେତେବେଳେ ସପୋଜ ଏକ୍ଜାମ୍ପଲ୍ ରଷିଆ ଆଉ ୟୁକ୍ରେନରେ ୱାର୍ ହେଲା, ଯୁଦ୍ଧ ହେଲା, ଯେତେବେଳେ ରଷିଆ ୟୁକ୍ରେନରେ ଯୁଦ୍ଧ ହେଲା, ସପ୍ଲାଏ ଚେନ୍ ବା ଯେତେବେଳେ ଇମ୍ପୋର୍ଟର ଯେଉଁ ଗୋଲ୍ଡ ଯେଉଁ ମାତ୍ରାରେ ଇମ୍ପୋର୍ଟ ହେଉଥିଲା, ତାର ଏହି ମାତ୍ରାରେ ଆଉ ଇମ୍ପୋର୍ଟ ହୋଇପାରିଲା ନାହିଁ। କାହିଁକି ନା ଏହି ୱାର୍ କାରଣରୁ ଯେତେବେଳେ ଜିଓପଲିଟିକ୍ସରେ ତିକ୍ତତା ଦେଖାଯାଏ, ସେତେବେଳେ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହୁଏ, ଯାହା ଫଳରେ ଏହା ଦରଦାମକୁ ପ୍ରଭାବିତ କରେ। ଆପଣ କହୁନାହାନ୍ତି, ଯେତେବେଳେ ସପ୍ଲାଏ କମିଯିବ ଏପଟେ ଡିମାଣ୍ଡ ବଢ଼ିଯିବ, ତାହେଲେ ରେଟ୍ରେ ପ୍ରାଇସ୍ରେ କ'ଣ ହେବ? ପ୍ରାଇସ୍ ଦରଦାମ ବହୁତ ବୃଦ୍ଧି ହେବ। ଏହା ହେଉଛି କାରଣ। ଦେଖନ୍ତୁ, ଇଏ ଯେଉଁ 3ଟି ଫ୍ୟାକ୍ଟର ଥିଲା, ଇଏ ଆନ୍ତର୍ଜାତିକ ଫ୍ୟାକ୍ଟର ଥିଲା, ଇଣ୍ଟରନ୍ୟାସନାଲ ଫ୍ୟାକ୍ଟର ଥିଲା। ଡୋମେଷ୍ଟିକ୍ ଫ୍ୟାକ୍ଟର ବି ଅଛି, ମାନେ ଆମ ଦେଶ ଭିତରେ ବି କିଛି ଫ୍ୟାକ୍ଟର ଅଛି। ଦେଖନ୍ତୁ, ଯେତେବେଳେ ଆମ ଦେଶ ଅନ୍ୟ ଦେଶରୁ ଗୋଲ୍ଡକୁ ଇମ୍ପୋର୍ଟ କରେ, ସେଥିରେ ଇମ୍ପୋର୍ଟ ଚାର୍ଜ ଲଗାଏ। ଇମ୍ପୋର୍ଟ ଚାର୍ଜ ମାନେ ଗଭର୍ଣ୍ଣମେଣ୍ଟ ସେଇ ଉପରେ ଟ୍ୟାକ୍ସ ନିଏ। ଦେଖନ୍ତୁ, 2024-25 ବଜେଟ୍ ପରେ ଏଇ ଇମ୍ପୋର୍ଟ ଟ୍ୟାକ୍ସ 6%କୁ ରିଡ୍ୟୁସ୍ ହୋଇଥିଲା। 24-25 ବଜେଟ୍ ପୂର୍ବରୁ ଏଇ ଇମ୍ପୋର୍ଟ ଟ୍ୟାକ୍ସ 15% ଥିଲା, ଆଉ 24-25 ବଜେଟ୍ ପରେ ଇମ୍ପୋର୍ଟ ଟ୍ୟାକ୍ସ 6% ହୋଇସାରିଛି। ଏହି କାରଣରୁ କିଛି ମାତ୍ରାରେ ମୂଲ୍ୟ ଡାଉନଫଲ୍ ହେଇଥିଲା କିଛି ଦିନ ପୂର୍ବରୁ। ତ ଇଏ ଥିଲା ଚତୁର୍ଥ କାରଣ, ଇମ୍ପୋର୍ଟ ଟ୍ୟାକ୍ସ। ଆଉ ପଞ୍ଚମ ଫ୍ୟାକ୍ଟର ହେଉଛି ଡିମାଣ୍ଡ। ଦେଖନ୍ତୁ, ଇଣ୍ଡିଆନ୍ ମାର୍କେଟରେ ଫେଷ୍ଟିଭାଲ ସମୟରେ ଡିମାଣ୍ଡ ଅଧିକ ହୁଏ, ଆଉ ଡିମାଣ୍ଡ ଯେତେବେଳେ ଅଧିକ ହେବ, ସପ୍ଲାଏ କମିଯିବ, ସେତେବେଳେ ପ୍ରାୟ ଦରଦାମର କ'ଣ ହେବ? ବୃଦ୍ଧି ହେବ। ତ ଡିମାଣ୍ଡ ଯେତେବେଳେ ବଢ଼ିଯିବ, ସେତେବେଳେ ମଧ୍ୟ ଦରଦାମରେ ବୃଦ୍ଧି ହେବ। ଆଉ ଫେଷ୍ଟିଭାଲ ସମୟରେ ଦରଦାମରେ ଟିକେ ବୃଦ୍ଧି ହୋଇଥାଏ। ଆଉ ଯଦି ଏବେକାର କଥା କହିବି, ଯେମିତି ରୁଷିଆ, ଚାଇନା, ଭାରତ ଭଳି
ଅନେକ ଦେଶ ଯାହାର ସେଣ୍ଟ୍ରାଲ ବ୍ୟାଙ୍କରେ ଗୋଲ୍ଡର ରିଜର୍ଭକୁ ବଢ଼େଇଛନ୍ତି, ଯାହାଦ୍ୱାରା ସପ୍ଲାଏ ଚେନ୍ରେ ଟିକେ ବାଧାପ୍ରାପ୍ତ ହୋଇଛି। ଏହା ମଧ୍ୟ ଦରଦାମକୁ ପ୍ରଭାବିତ କରେ। ଏହି ସବୁ ଥିଲା ମୁଖ୍ୟ କାରଣ ଗୋଲ୍ଡ ଦରଦାମ ବୃଦ୍ଧି ହେବାର। ପୁଣି ଦେଖାବା ଆଉ ଏକ ଭିଡ଼ିଓରେ। ଧନ୍ୟବାଦ।